ଗୀତ ସଂହିତା 111। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ସଦାପ୍ରଭୁଙ୍କ କାର୍ଯ୍ୟ ସକଳ ମହତ୍। ଯେଉଁମାନେ ତହିଁରେ ସନ୍ତୁଷ୍ଟ ସେମାନେ ତାହା ସବୁ ଅନୁସନ୍ଧାନ କରନ୍ତି। ତାହାଙ୍କର କ୍ରିୟା ସମ୍ଭ୍ରମ ଓ ଗୌରବ ସ୍ୱରୂପ ଓ ତାହାଙ୍କର ଧର୍ମ ଅନନ୍ତକାଳ ସ୍ଥାୟୀ। ସେ ଆପଣାର ଆଶ୍ଚର୍ଯ୍ୟ କର୍ମ ସବୁ ସ୍ମରଣ କରାଇଅଛନ୍ତି। ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ। ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି। ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ। ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି। ତାହାଙ୍କ ହସ୍ତର କର୍ମ ସକଳ ସତ୍ୟ ଓ ନ୍ୟାଯ୍ୟ। ତାହାଙ୍କ ବିଧି ସକଳ ଅଟଳ। ତାହା ସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ। ତାହା ସବୁ ସତ୍ୟତା ଓ ସରଳତାରେ ସାଧିତ। ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇଅଛନ୍ତି। ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି। ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ। ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି ସେ ସମସ୍ତଙ୍କର ସୁବୁଦ୍ଧି ହୁଏ। ତାହାଙ୍କର ପ୍ରଶଂସା ସଦାକାଳ ସ୍ଥାୟୀ।